ତାହେଲେ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ପିଲେ ସ୍ୱାଗତ ଜଣାଉଛି। ପୂର୍ବେ ଆମେ ଆଲୋଚନା କରୁଥିଲେ ସେଇ ସ୍ନିଗ୍ଧ ପବନରେ, ସ୍ନିଗ୍ଧ ସମୀରରେ କଣ ଭାସି ଆସୁଛି? ମୋର ବନ୍ଧୁ ପରଶ, ମୋର ପରମ ବନ୍ଧୁଙ୍କର ପରଶ। ପରଶ କହିଲେ ପିଲେ ସ୍ପର୍ଶ, ତାଙ୍କ ହାତ ଛୁଆଁ। ଏଇ ପବନ ଯେତେବେଳେ ଧୀର ପବନ ଥିରି ଥିରି ବହୁଛି, ପିଙ୍ଗଳା ଦେହରେ ଲାଗୁଛି, ପିଙ୍ଗଳ ଭାବୁଛି ଯେ ମୋର ପରମ ବନ୍ଧୁଙ୍କର ସ୍ପର୍ଶ ସେଇଥିରେ ଭାସି ଆସୁଛି ଏବଂ ତାକୁ ତାହା ବହୁତ ସୁମଧୁର ଲାଗୁଛି। ଅନେକ ପୁରୁଷଙ୍କ ହାତ ତା ଦେହରେ ଥିବ, ପରନ୍ତୁ ଆଜି ଯେଉଁ ଥିରି ଥିରି ପବନରେ ଯେଉଁ ବନ୍ଧୁଙ୍କର ହାତର ସ୍ପର୍ଶ ତାକୁ ବହୁତ ସୁମଧୁର, ବହୁତ ମଧୁର ଲାଗୁଛି। ଏବଂ ପୁଣି ପିଙ୍ଗୁଳା କହୁଛି, ଦେନ୍ ଅଙ୍ଗ ପୁଲକେ ପୁଲିକି ଉଠଇ ବରସାର ନିଗ ତୁଲ, ବରସାର ନିପ ତୁଲ। ପ୍ଲେ ସ୍କ୍ରିନ୍ କୁ ଦେଖ, ବରସାରେ ନିପ ତୁଲ। ପ୍ଲେ ନିପ କହିଲେ କଦମ୍ବ, ତୁଲ କହିଲେ ସରି, ବୁଝିଲା? କଦମ୍ବ ଯେମିତି ବର୍ଷା ଦିନେ ଆସିଲେ, ବର୍ଷା ଋତୁ ଆସିଲେ ଯେମିତି କଦମ୍ବ ଫୁଲ ଫୁଟି ଉଠେ, କଦମ୍ବ ଯେମିତି ସିଂହରଣ ହୋଇ ଖେଳି ଉଠେ, କଦମ୍ବ ଯେମିତି ପୁଲକିତ ହୋଇ ଉଠେ, ସେଇଭଳି ଆଜି ପିଙ୍ଗଳାର ଅଙ୍ଗ କଣ ହେଇଛି? ପୁଲକରେ ପୁଲକେ, ବୁଝିପାରିଲା? ପୁଲକରେ ପୁଲକ ଉଠୁଛି। ପୁଲକେ କହିଲେ ରୋମାଞ୍ଚକ, ରୋମାଞ୍ଚରେ ରୋମାଞ୍ଚିତ ହୋଇ ଉଠୁଛି। ତେଣୁ ବରସାର କଦମ୍ବ ଭଳି, ବର୍ଷାରେ କଦମ୍ବ ଭଳି ପିଙ୍ଗଳର ଅଙ୍ଗ ଆଜି ପୁଲକେ ରୋମାଞ୍ଚରେ, ପୁଲକି ରୋମାଞ୍ଚିତ ହୋଇ ଉଠୁଛି। କାହିଁକି? ପିଙ୍ଗଳର ଦେହ ରୋମାଞ୍ଚିତ ହୋଇ ପଡୁଛି। କାହିଁକି ନା ଯେ ଯେଉଁ ସ୍ନିଗ୍ଧ ସମୀର ମଧୁର ଲୟରେ ଥିରି ଥିରି ବହି ଆସୁଛି, ସେଇଥିରେ ତାଙ୍କର ପରମ ପ୍ରେମିକ ଶ୍ରୀ କୃଷ୍ଣଙ୍କର ବନ୍ଧୁଙ୍କର ପରମ ସ୍ପର୍ଶ ଭାସି ଆସୁଛି, ଯାହା ସବୁ ବହୁତ ସୁମଧୁର ଲାଗିଲା ସହିତ, ମିଠା ଲାଗିବା ସହିତ, ଶ୍ରୀକୃଷ୍ଣଙ୍କର ସ୍ପର୍ଶ ତାକୁ ମିଠା ଲାଗିବା ସହିତ ତାହା ଅଙ୍ଗରେ, ପିଙ୍ଗଳ ଅଙ୍ଗରେ ରୋମାଞ୍ଚ ଭରି ଦେଉଛି। ଯେମିତି ବରସାରେ କଦମ୍ବ ରୋମାଞ୍ଚିତ ହୋଇ ଉଠେ, ସେଇଭଳି ପୁଣି ପିଙ୍ଗଳା କହୁଛି, ବାଜି ଉଠେ ପୁଣି ମଞ୍ଜୁ ମୁରଲି, ବୁଝିପାରିଲା? କେଉଁ କେଉଁ କାହୁଁ କେଉଁ ଦୂରେ ଦେଶେ, ବୁଝିପାରିଲା? ଜୀବନ ଯମୁନା ଉଜାଡ ଉଠଇ ମଞ୍ଜୁ ମନ୍ଦିରା ବେଶେ। ଦେଖ ପିଲେ, ସେ ଏଠି କହୁଛନ୍ତି କଣ କହୁଛି? ବାଜି ଉଠେ ପୁଣି ମଞ୍ଜୁ ମୁରଲି। ମୁରଲି କହିଲେ ଆମେ ସବୁ ଜାଣିଛେ ବଂଶୀ, ବୁଝିପାରିଲା? ମଞ୍ଜୁ କହିଲେ ଆମେ ଜାଣିଛେ ସୁନ୍ଦର, ମଞ୍ଜିଲ ବା ମନୋଜ୍ଞ ବା ମଧୁର। ତେଣୁ ଏଠି କହୁଛନ୍ତି ବାଜି ଉଠୁଛି ଆଜି। କଣ ଆଜି ବାଜି ଉଠୁଛି? ନା ଶ୍ରୀକୃଷ୍ଣଙ୍କର ସେଇ ମଞ୍ଜୁ ମୁରଲି ବା ସେଇ ମଧୁର ବଂଶୀର ସ୍ୱର ବାଜି ଉଠୁଛି। ଦେନ୍ କାହିଁ କେଉଁ ଦୂର ଦେଶେ, ପବନ ସିନା ତା ଦେହରେ ଆସି ବାଡେଇ ହେଉଛି, ସେଇ ପବନ ତାକୁ ମଧ୍ୟ କଣ କରୁଛି? ସେଇ ବନ୍ଧୁଙ୍କର ମୁରଲି, ସ୍ୱନ ବା ମଞ୍ଜୁ ମୁରଲି ବା ମଧୁର ବଂଶୀର ସ୍ୱର, ବୁଝିପାରିଲା? ମଧୁର ବଂଶୀର ସ୍ୱର କାହିଁ କେଉଁ ଦୂର ଦେଶରୁ ଭାସି ଆସୁଛି ବା ବାଜି ଉଠୁଛି। ତାହେଲେ ଏମିତି ଲାଗୁଛି କାହିଁ କେଉଁ ଦୂରେ ଦେଶରୁ ଶ୍ରୀକୃଷ୍ଣଙ୍କର ମଞ୍ଜୁ ମୁରଲି ମଧୁର ବଂଶୀର ବାଜି ଉଠୁଛି ଏବଂ ଯାହା ଫଳରେ ତାର ଜୀବନ ଯମୁନା ଉଠଣି ଉଠଇ ମଞ୍ଜୁ ମନ୍ଦିରା ବେଶେ। ତେଣୁ ମଞ୍ଜୁ ମନ୍ଦିରା ବେଶ ସତେ ଯେପରି ଲାଗୁଛି ନା ମଞ୍ଜୁ ଲହରେ କହିଲେ ମିଠା ସ୍ରୋତରେ ଧୀରେ ଧୀରେ ପବନ ବହି ଆସୁଛି। ଏଇ ପବନରେ ସେ ତାଙ୍କେ ଛୁଆଁ ପାଉଛି, ଯେମିତି ଦେଖେଇଲେ। ତାପରେ କଣ ହେଇଛି? ଭାସି ଆସେ ମୋର ବନ୍ଧୁ ବରସ ଆହା କେଡେ ମଧୁର, ଅଙ୍ଗ ପୁଲକେ ପୁଲକି ଉଠାଇ ବରସାର ନିପତୁଲ। ସେ କହୁଛି ଏଇ ଯୋଉ ସ୍ନିଗ୍ଧ ସମୀର ଧୀରେ ଧୀରେ ବହି ଆସୁଛି ମଧୁର ଲହରେ, ତାହା ଭାସି ଆସେ, ସେଇଥିରେ ଭାସି ଆସୁଛି। ମଞ୍ଜୁ କହିଲେ ମଧୁର ବା ମିଠା, ମଦିର, ବୁଝିପାରିଲା? ମଦିରା ଅର୍ଥ ମଦ୍ୟ, ମଦ୍ୟ ବେଶେ କହିଲେ ପ୍ରଭାବରେ। ତେଣୁ ଏଇ ଯୋଉ ସୁନ୍ଦର
ବା ମଧୁର ମଦ୍ୟର ପ୍ରଭାବରେ, ମଦିରା କହିଲେ ମଦ, ମଦର ପ୍ରଭାବରେ ତା ଜୀବନ ଯମୁନା ଉଜାଡି ଉଠେଇ, ବୁଝିଲେ, ତା ଜୀବନ ଯମୁନା, ତା ଜୀବନକୁ ଯଦି ଯମୁନା କରିଛନ୍ତି, ଯେଉଁ ଜୀବନ କଣ କରୁଥିଲା, ତା ପର ପୁରୁଷଙ୍କ ପାଇଁ ଥିଲା, ଯେଉଁ ଜୀବନ ସେ ଦେହ ସୁଖ କରୁଥିଲା ଯୋଉମାନଙ୍କୁ, ସେଇଥିପାଇଁ ସେ କଣ କରୁଥିଲା, ନିଜକୁ ଘୃଣିତା ବୋଲି ଭାବୁଛି, ନିଜକୁ ପତିତା ବୋଲି ଭାବିଛି, ଏବଂ କହୁଛି ଆଜିର ମୋ ଜୀବନ ଯମୁନା, ମୋ ଜୀବନର ଢାଞ୍ଚା ଆଜିଠୁ ବଦଳି ଯାଇଛି, ଏବଂ ମୋ ଜୀବନ ଯମୁନା ଆଜି ଉଠାଣି ହଉଛି। ଉଜାଡି କହିଲେ ବିପରୀତ ଦିଗ ବା ଓଲଟ ଦିଗ ବା ସ୍ରୋତର ବିପରୀତ ଦିଗ। ମୁଁ ଯେଉଁ ଦିଗରେ ମାନି ଯାଇଥିଲି, ବୁଝିପାରିଲ, ଦିଗରେ ମାଡି ଯାଇଥିଲି, ଆଉ ସେଇ ଦିଗରେ ମୁଁ ଆଉ ଯିବି ନାହିଁ, କି କାହା ପାଇଁ ଫୁଲ ସେଜ ସଜେଇବି ନାହିଁ, କି କାହା ଆଗରେ ପ୍ରୀତିର ଅଭିନୟ କରିବି ନାହିଁ, ଏବଂ କାହିଁକି କରିବି ନାହିଁ, ମୋ ଜୀବନ ଯୌବନ ଆଜି ଉଜାଡି ହେଉଛି, ଏବଂ କାହିଁକି କହୁଛି ନା ମଞ୍ଜୁ ମନ୍ଦିରା ସେ ଯେଉଁ ମଧୁର ମଦ୍ୟର ପ୍ରଭାବରେ ମୋ ଜୀବନ ଯୌବନ ଆଜି ଓଲଟି ବହୁଛି। ଏବଂ ଆଉ କଣ କହୁଛନ୍ତି, ପାଷାଣ କାରା ମୋ ଯାଇଅଛି ଭାଜି, ଜାଗିଛି ମୁକ୍ତ ଧାରେ, ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ। ସେ କହୁଛି ପାଷାଣ କାରାମ ଯାଇଅଛି ଭାଜି, ଆଜି ଭାଜି କହିଲେ ଭାଙ୍ଗିଛି, କଣ ତାର ଆଜି ଭାଙ୍ଗି ଯାଇଛି, ତା ପାଷାଣ କାରା କହିଲେ ବିଲେ ତାର ଯେଉଁ ପତରର ଗୃହ ବା ବନ୍ଦୀ ଗୃହ, ଆମେ ସେମିତି ଜାଣିଛେ, ଯେଉଁ ସେମିତି ପଥରର ଘର କରିକି ଇଟାରେ ଘର କରିକି ରହୁଛେ ନା ନାଇଁ, ରହୁଛି ନା, ଏହା ଆମ ପାଇଁ କଣ ପାଷାଣ କାରା। ତେଣୁ ଏଠି ସେ କହୁଛି ମୁଁ ପାଷାଣ କାରା, ମୋର ଯେଉଁ ନିର୍ମିତ ବନ୍ଦୀ ଘର, ବୁଝିପାରିଲା, ମୁଁ ଯୋଉଠି ବନ୍ଦୀ ଥିଲି, ଅନ୍ୟକୁ ଯୋଉଠି ସୁଖ ଦଉଥିଲି, ସେଇ ଯୋଉ ପାଷାଣ କାରାରେ ମୁଁ ଆଜି ଯାଇଛି, ଭାବୁଛି ଯାଇଛି, ଭାଙ୍ଗି ଯାଇଛି, ଆଉ କଣ ହେଇଛି, ଯାଇଛି ଜାଣିଛି ମୁକ୍ତ ଧାରା, ଯେମିତି ଗୋଟେ କଏଡିକୁ ବନ୍ଦୀର ମୁକ୍ତ କଲେ ସେ ଯେମିତି ଅନୁଭବ କରେ, ସେଇଭଳି ଆଜି ପିଙ୍ଗଳା, ବୁଝିପାରିଲ, କଏଡି, କଏଡି କହିଲେ ପିଲେ କଣ ବୁଝିପାରୁଥିବ, ଅନୁଭବ କରୁଛି, ଏବଂ ମୁଁ ଆଜି ମୁକ୍ତି ପାଇଛି, ଜାଗିଛି ମୁକ୍ତରେ, ଏବଂ ଆଜି ମୁକ୍ତ ପାଇଛି, ଏବଂ ମୋର ପଥରେ ଯେଉଁ କାରବାର ଭାଙ୍ଗି ଯାଇଛି। ଏବଂ ଆଉ କଣ କହୁଛନ୍ତି, ଦେଖ, ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ, ମୁଁ ଆଜି କାହା ଅଭିସାରେ ଯାଉଛି, ମୋ ପ୍ରିୟତମଙ୍କ ଅଭିସାରେ, ପିଙ୍ଗଳ ଅଭିସାରଙ୍କ ବିଷୟ ନାଁ ଥିଲା, ଯଦି ଜାଣିଲ, କବିତାର ନାଁ ହଉଛି ପିଙ୍ଗୁଳାର ଅଭିସାର। ମାନେ ଅଭିସାର କହିଲେ ଯେଉଁଠି ପ୍ରେମିକ ପ୍ରେମିକା ମାନେ ମିଳନ କରନ୍ତି ବା ମିଳନ ସ୍ଥାନ, ଆମେ ଯୋଉଟାକୁ କହୁଛେ ଅଭିସାର, ବୁଝିପାରିଲେ, ପରନ୍ତୁ ଏଠି ଯୋଉ କଣ ହେଉଛି, ଏଠି ଯୋଉ ସେ ଆଜି ପ୍ରିୟତମଙ୍କର ଅଭିସାରେ, ମାନେ ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଅଭିସାରେ, ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ସେ ଆଜି କଣ କରୁଛନ୍ତି, ପିଙ୍ଗଳା ନା ଯାଉଅଛି ଆଜି ଜୀବନର, ସେ ଆଜି ଯାଉଛି, କାହିଁକି ଯାଉଛି ନା ଜୀବନର ପ୍ରିୟତମ, ମମ କହିଲେ ମୋର, ମୋ ପ୍ରିୟତମ ଅଭିସାରେ, ପ୍ରିୟତମଙ୍କ ସାଙ୍ଗରେ ମିଳନ ପାଇଁ ବା ପ୍ରିୟତମଙ୍କୁ ପାଇବା ପାଇଁ ସେ ଆଜି ଯାଉଛି। ପାଷାଣକାର ତାର ଆଜି ଭାଙ୍ଗି ଯାଇଛି, ବୁଝିପାରିଲା, ସେ ଆଜି ମୁକ୍ତ ହେଇଯାଇଛି, ଏବଂ କହୁଛି ନାହିଁ ଆଉ ଦେଖିଲେ, ନାହିଁ ଆଉ ମୋର ବାଧା ବନ୍ଧନ ସକଳ ଯାଇଛି ତୁଟି, ମୁକ୍ତି ମୁକ୍ତ ଚାରଣୀ ତଟିନୀର ସମ ଯିବି ମୁହିଁ ଆଜି ଛୁଟି, ବୁଝିପାରିଲା, ସେ କହୁଛି ନାହିଁ ଆଉ ମୋର ବାଧା ବନ୍ଧନ, ମୋର ଆଉ ଏଇ ଯୋଉ ବାଧା ବନ୍ଧନ କିଛି ନାହିଁ, ମତେ ବାନ୍ଧିଲା ଭଳି ଜିନିଷ ଆଉ କିଛି ନାହିଁ, ମୋ ସକଳ ସବୁ କିଛି ଯାଇଛି ତୁଟି, ମୋର ସବୁ କିଛି ଛିଣ୍ଡି ଯାଇଛି, ବେଡି ମୋର ବେଡି ଆଜି ଖେଳି ଯାଇଛି, ମୋର ବାଧା ବନ୍ଧନ କିଛି ନାହିଁ, ମୋର ସବୁ କିଛି ସକଳ ଯାଇଛି ତୁଟି, ସବୁ କିଛି ମୋର ଆଜି ଛିଣ୍ଡି ଯାଇଛି, ତେଣୁ ମୁଁ ଆଜି ମୁକ୍ତ ଚାରିଣୀ, ମୁଁ ଆଜି ସ୍ୱାଧୀନ ଭାବରେ ଗତି କରୁଥିବା କିଏ, ତଟିନୀ ନଦୀ, ବୁଝିପାରିଲେ, ଆମେ ଯେମିତି ଜାଣିଛେ ନଦୀ ବା ତଟି ସ୍ୱାଧୀନ ଭାବରେ ସେ ତାକୁ ମୁକ୍ତ ଚାରିଣୀ ବୋଲି କୁହାଯାଏ, ନାଇଁ ସେଇଭଳି ମୁଁ ଆଜି ନଦୀ ଭଳି, ତଟିନୀ ଭଳି ସମ ଯିବି ମୁହିଁ ଆଜି ଛୁଟି, ତେଣୁ ସେ କହୁଛି ମୁକ୍ତ ଚାରିଣୀ ତଟିନୀ ସମ, ମୁକ୍ତ କହିଲେ ସ୍ୱାଧୀନ ପରେ, ବୁଝିଲା, ନଦୀ ଯେମିତି
ଚଲାବୁଲା କରେ, ନଦୀ ଯେମିତି ବହି ଆସେ, ସମୁଦ୍ର ଯେମିତି ମିଶିବା ପାଇଁ ଚାହେଁ, ସେଇଭଳି ମୁକ୍ତ ଚାରିଣୀ ସ୍ୱାଧୀନ ଭାବରେ ତଟିନୀର ନଦୀର ନଦୀ ଭଳି ନଦୀ ପରି ମୁଇଁ ଯିବ ଆଜି ଛୁଟି ମୁଁ ଆଜି ଛୁଟି ଯିବି, ବାହାରି ଯିବି, ବୁଝିପାରିଲା। ସେଇ ପରମ ପୁରୁଷଙ୍କର ପ୍ରିୟତମଙ୍କର ଅଭିସାରେ ମୁଁ ଆଜି ବାହାରି ଯିବି ଏବଂ ସତ ଦେନ୍ ଦେଖ କଣ ଅଛି, ସତ୍ ବନଗିରି କାନ୍ତାରେ ବୁଲି ଭେଟିବି ପ୍ରେମର ଧନ, ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ ଢାଳି ଦେବି ଏ ଜୀବନ। କହୁଛି ସତ୍ ବନଗିରି, ସତ୍ ସହ ବଣ ଜଙ୍ଗଲ, ବୁଝିଲା, ବଣଗିରି, ବନ କହିଲେ ବଣ, ଗିରି କହିଲେ ପାହାଡ, ଶହ ଶହ ବଣ ପାହାଡରେ କାନ୍ତାରେ ଆମେ ଜାଣିଛେ ଅରଣ୍ୟରେ ବା ଦୁର୍ଗମ ପଥରେ ଗହଳରେ ବୁଲି ଭେଟି ପ୍ରେମର ଧନକୁ ମୋର ପରମ ପୁରୁଷ ମୋ ବନ୍ଧୁଙ୍କ ମୁଁ ଆଜି ଭେଟିବି। ଏବଂ କଣ କହୁଛନ୍ତି, ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ ଢାଳି ଦେବି ଏ ଜୀବନେ, ଏ ଜୀବନକୁ ମୁଁ ଢାଳି ଦେବି, ଏ ଜୀବନକୁ ମୁଁ ଉତ୍ସର୍ଗ କରିଦେବି, ବୁଝିପାରିଲେ। କେଉଁଠି ଉତ୍ସର୍ଗ କରିଦେବି, ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ, ମୋ ବନ୍ଧୁଙ୍କର ପ୍ରେମ ସିନ୍ଧୁ ଚରଣେ, ମୋ ପ୍ରେମ ସିନ୍ଧୁ ଚରଣ କହିଲେ ସେଇ ଶ୍ରୀକୃଷ୍ଣଙ୍କର ବା ସେଇ ପ୍ରେମ ପୁରୁଷଙ୍କର ଦୁଇ ଚରଣରେ, ଦୁଇ ପାଦରେ, ମାନେ ସମୁଦ୍ର ରୂପକ ପ୍ରେମ ସମୁଦ୍ର ରୂପକ ଦୁଇ ପାଦରେ ମୁଁ ଆଜି ମୋ ଜୀବନ ଢାଳିଦେବି, ଏଇ ଜୀବନକୁ ଉତ୍ସର୍ଗ କରିଦେବି ପ୍ରଭୁଙ୍କର ପଦପଦ୍ମ ତଳେ, ପ୍ରଭୁଙ୍କର ପ୍ରେମ ରୂପ ସେଇ ଦୁଇ ପାଦରେ ମୁଁ ଆଜି ମୋ ଜୀବନକୁ ଢାଳିଦେବି। ତାହେଲେ ଏଠି ଆମେ ଦେଖିପାରିବା ପିଙ୍ଗଳା କଣ ହେଇଛି, ଦେହବାଦୀ ଦୁନିଆରୁ ସେ ବିଦେହୀ ଶ୍ରୋତାପତି, ବୁଝିଲା, ସେ ବିଦେହୀ ଶ୍ରୋତା ପ୍ରତି ସମର୍ପୃତ ହୋଇଛି, ବୁଝିପାରିଲା, ସମର୍ପୃତ ହୋଇଛି। ଏବଂ ତା ପାଇଁ ଏ ରାତି ଆଉ ଏ ଯୋଉ ମଧୁମୟ ରାତି ହୋଇ ରହିନାହିଁ, ସେ ରାତି ହୋଇଯାଇଛି ଆଜି କଣ ମଧୁମୟ ଲଗ୍ନ, ସେ ଆଜି ମୋର ହେଇଯାଇଛି ଆଜି ପ୍ରଭୁ ବିଭୁଙ୍କୁ, ବୁଝିପାରିଲା, ବା ଈଶ୍ୱରଙ୍କୁ ପାଇବାର ପାଇଁ ଗୋଟିଏ ପରମ ମୁହୂର୍ତ୍ତ, ଯୋଉଟାକୁ ଚନ୍ଦ୍ର ଇନ୍ଦ୍ର ହସୁଛନ୍ତି, ଯୋଉଠିକୁ ମାନେ ହସୁଛନ୍ତି, ଯୋଉଠି ଦିଶି ଦିଗ ବିଦିଗ ଚନ୍ଦ୍ର କିରଣ ପଡୁଛି ଏବଂ ମଧୁର ସମୀର ଦେହରେ ବା ମଧୁର ପବନରେ ଶ୍ରୀକୃଷ୍ଣଙ୍କର ସ୍ପର୍ଶ ଭାସି ଆସୁଛି ଏବଂ ତାର ଅଙ୍ଗରେ କଣ କରୁଛି, ପୁଲକ ଭରି ଦେଉଛି ଏବଂ କେଉଁ ଦୂର ଦେଶରୁ ବଂଶୀ ବାଜୁଛି ଏବଂ ଯାହା ଫଳରେ ତାର ଜୀବନ ଯମୁନା ଉଜାଡି ବହୁଛି, ବିପରୀତ ଦିଗରେ ତା ଜୀବନ ବଦଳି ଯାଉଛି, ତାର ଯେଉଁ ପାଷାଣ ପତ୍ର ଭାଙ୍ଗି ଯାଉଛି ଏବଂ ତାଠି ଆଉ ସେ ମୁକ୍ତ ହେଇଯାଉଛି ଜୀବନରେ ପ୍ରିୟତମଙ୍କର ଅଭିସାରରେ ସେ ବାହାରି ପଡୁଛି, ବୁଝିପାରିଲେ, ଯାହା ଫଳରେ ସେ କୌଣସି ବାରବନ୍ଧନ, ବୁଝିପାରିଲା, ନାହିଁ, ସବୁ ତ୍ରୁଟି ଯାଇଛି ଏବଂ ମୁକ୍ତ ଚାରିଣୀ ନଦୀ ଭଳି, ସ୍ୱାଧୀନତା ନଦୀ ଭଳି ସେ ଆଜି ତ୍ରୁଟି ଯାଇଛି, ବୁଝିପାରିଲା। ଏବଂ ସତ୍ ବନଗିରି କାନ୍ତରେ ଯେମିତି ନଦୀ, ଶହ ଶହ ବନଗିରି କାନ୍ତା ବୋଲି ଆଜି ସମୁଦ୍ରରେ ମିଶେ, ସେଇଭଳି ସେ କହୁଛି ମୁଁ ଆଜି ସତ୍ ବନରେ ଏ କାନ୍ତରେ ବୁଲି, ସତ୍ ବନଗିରି ଅରଣ୍ୟରେ ବୁଲା ପ୍ରେମର ଧନକୁ ପାଇବି, ଆଉ ତାଙ୍କର ପ୍ରେମର ରୂପକ ଦୁଇ ସମୁଦ୍ର ଭଳିଆ ପାଦ ପଦ୍ମରେ ମୁଁ ଆଜି ମୋ ଜୀବନକୁ ଢାଳିଦେବି, ବୁଝିପାରିଲା। ଏବଂ ତାହେଲେ ପିଲେ ଇଏ ଥିଲା ଏଇ ଅଧ୍ୟାୟର ଏତିକି। ପରବର୍ତ୍ତୀ ସମୟରେ ଆମେ ଏହାର ଆଉ ଏକ ଅଧ୍ୟାୟରେ ଆଉ ଯେତିକି ଅଛି ଆଲୋଚନା କରିବା, ଠିକ ଅଛି। ତାହେଲେ ଆଜି ପାଇଁ ବସ ଏତିକି।